ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। ଗାଇ ଯାଉ ଆମେ ପ୍ରତି କୋଣେ କୋଣେ ଯୀଶୁ ମୁକ୍ତି ଦିଅନ୍ତି। କହି ଯାଉ ଆମେ ପ୍ରତି କାନେ କାନେ ଯୀଶୁ ହିଁ ଶାନ୍ତି ଦିଅନ୍ତି। प्रिय श्रोता बंधु प्रभु यीशु ख्रीष्टଙ୍କ सर्वोच्च नामରେ ଆପଣଙ୍କୁ शुभेच्छा। ମାଥ୍ୟୁ ଲିଖିତ ସୁସମାଚାର 8 ଅଧ୍ୟାୟର 2 ଏବଂ 3 ପଦରେ ଏହିପରି ଲେଖା ଅଛି, ଆଉ ଦେଖ ଜଣେ କୁଷ୍ଠୀ ତାହାଙ୍କ ନିକଟକୁ ଆସି ପ୍ରଣାମ କରି କହିଲା, ହେ ପ୍ରଭୁ, ଆପଣ ଯଦି ଇଚ୍ଛା କରନ୍ତି ତାହେଲେ ମୋତେ ଶୁଚି କରିପାରନ୍ତି। ସେଥିରେ ସେ ହାତ ବଢ଼ାଇ ତାହାକୁ ଛୁଇଁ କହିଲେ, ମୁଁ ଇଚ୍ଛା କରୁଅଛି, ଶୁଚି ହୁଅ। ସେହି କ୍ଷଣି ସେ ଆପଣା କୁଷ୍ଠରୋଗରୁ ଶୁଚି ହେଲା। ପବିତ୍ର ବାଇବଲରେ ପାପକୁ ଆତ୍ମିକ ରୂପେ କୁଷ୍ଠରୋଗ ରୂପେ ଦେଖାଯାଏ। ଯେପରି କୁଷ୍ଠରୋଗ ଶରୀରକୁ କ୍ଷତିଗ୍ରସ୍ତ କରେ, ପୁଣି ଆକ୍ରାନ୍ତ ଲୋକକୁ ସମାଜରୁ ବାହାର କରିଦିଏ, ସେହିପରି ପାପ ଆମ ଜୀବନରେ କୁପ୍ରଭାବ ପକାଏ। ଏହା ଆମକୁ ଈଶ୍ୱରଙ୍କ ଠାରୁ ଦୂର କରିଦିଏ। ପାପ ହେତୁ ଆମେ ଭୟ, ଏକାକିତା ଓ ସମସ୍ୟା ସବୁ ଅନୁଭବ କରିଥାଉ। ଏହି ପାପ ଆମକୁ ଅନନ୍ତ ବିନାଶ ଅର୍ଥାତ୍ ନର୍କ ଆଡ଼କୁ ନେଇଯାଏ। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଯେଉଁ ସକ୍ଷମତା ରହିଛି ଯେ ସେ ଆମ ଜୀବନରୁ ପାପର ପ୍ରଭାବକୁ ସଦାକାଳ ପାଇଁ ଦୂର କରିପାରନ୍ତି। ଯେପରି ସେ କୁଷ୍ଠରୋଗୀକୁ ଛୁଇଁ ଶୁଚି କରିଦେଲେ, ସେହିପରି ଭାବେ ସେ ଆମର ପାପ ମଧ୍ୟ ଦୂର କରିପାରନ୍ତି। କ୍ରୁଶ ଉପରେ ସେ ଆମର ପାପର ଦଣ୍ଡ ଭୋଗ କଲେ, ଆମର ମୃତ୍ୟୁ ଗ୍ରହଣ କଲେ। ସେହି ମୃତ୍ୟୁ ଓ ପାପକୁ ପରାଜିତ କରି ତୃତୀୟ ଦିନରେ ସେ ମୃତ୍ୟୁରୁ ଉତ୍ଥିତ ହେଲେ। ପାପ ରୂପକ ଆତ୍ମିକ କୁଷ୍ଠରୁ ଆପଣ ମଧ୍ୟ ଆଜି ମୁକ୍ତ ହୋଇପାରିବେ। ଆପଣ ନିଜ ପାପକୁ ମାନି ନେଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁ ଓ ପୁନରୁତ୍ଥାନରେ ବିଶ୍ୱାସ କରି ତାହାଙ୍କୁ ଆପଣଙ୍କର ଜୀବନର ପ୍ରଭୁ ଓ ତ୍ରାଣକର୍ତ୍ତା ରୂପେ ଗ୍ରହଣ କଲେ ଏହା ସମ୍ଭବ। ସେ ଆପଣଙ୍କୁ ଏକ ନୂତନ ସୃଷ୍ଟିରେ ପରିବର୍ତ୍ତନ କରିବେ। ସେହି କୁଷ୍ଠରୋଗୀଙ୍କ ପରି ଆପଣ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବେ କି, ଯିଏ ଆପଣଙ୍କୁ ମଧ୍ୟ ଶୁଚି ଓ ପବିତ୍ର କରିବେ ଓ ଅନନ୍ତ ଜୀବନ ଦାନ କରିବେ। ଧନ୍ୟବାଦ।